ବିଜେଡି ବାଲା କିଛି ନବୀନଙ୍କ ନିଷ୍ପତ୍ତି ବସ୍ ଇଜ୍ ଅଲୱେଜ୍ ରାଇଟ୍। ଆଉ ଜଣେ ନେତା ଆଉ ଟିକେ ଆଗକୁ ଯାଇ କ'ଣ କହିଲେ ଯେ ନବୀନ ବାବୁଙ୍କ ବୋପାଙ୍କର ସେଟା ଦଳ ହେଇଥିବ। ଅତନୁ ସବ୍ୟସାଚୀ ନାୟକ କିଛି ଖେଳ କରିଦେଲେ। ମୁଁ କହିବି 1995 ମସିହାରେ ବିଜୁ ବାବୁ ପାଇଥିଲେ 46ଟି ଆସନ। 46ଟି ଆସନ ପାଇଲା ପରେ 2000 ପୁଣି ବିଜେଡି ସରକାର କରିଥିଲା। ତେଣୁ ନବୀନ ବାବୁ ଭାବୁଥିଲେ 46ଟା ଗୋଟେ ଭଲ ଅଙ୍କ ବୋଧେ। ତେଣୁ 48ଟା ହେଇଗଲେ, ଜଣେ ହାରିଗଲେ, ଆଉ 2 ଜଣ ପଳେଇଲେ। ତେଣୁ 3 ଜଣ 51ରୁ ପଳେଇଲା ପରେ ଆଉ କେତେ ହେଲା 48। ତେଣୁ ଆଉ ଯୋଡ଼ିଏ ଖଣ୍ଡେ ବିଦା କରିଦେଲେ ବଦ୍ରି ପାତ୍ର କି ଆଉ କାହାକୁ ଗୋଟେ ଟାର୍ଗେଟ୍ ଅଛି ବିଦା କଲେ 46 ହେଇଯିବ। ପୁଣି 46 ହେଲା ବେଳକୁ ପୁଣି ବିଜେଡି ବିଜୟ ମେଣ୍ଟ ସରକାର ହେଇଥିଲା 2000 ମସିହାରେ। ସେଇଟା ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାନ୍ତି ନବୀନ ପଟ୍ଟନାୟକର ଗୋଟି ଚାଳନା। ସମସ୍ତେ ଭାବିଥିଲେ ଏ ଝୁମୁକାରେ ତଳେ ବିଧାୟକ ଆଉ ପୂର୍ବତନ ବିଧାୟକର ମେଳି, ହୋଟେଲରେ ମେଳି, ଫାର୍ମ ହାଉସ୍ରେ ମେଳି, ସେମାନଙ୍କ ଭିତରୁ କେତେ ଜଣଙ୍କୁ ନବୀନ ବାବୁ ସସ୍ପେଣ୍ଡ କରିପାରନ୍ତି, ଦଳରୁ ବିତାଡ଼ିତ କରିପାରନ୍ତି, ଏକ୍ସପେଲ୍ କରିପାରନ୍ତି, ଏଭଳି ଚର୍ଚ୍ଚା ହେଉଥିଲା। କିନ୍ତୁ ହଠାତ୍ ଯେଉଁ ସମୟରେ ବିଧାୟକମାନଙ୍କୁ ଡାକି ନବୀନ ନିବାସରେ ନବୀନ ବାବୁ ଆଲୋଚନା କରୁଥିଲେ, ସେହି ସମୟରେ 2 ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ପୁଣି କେଉଁ ବିଧାୟକଙ୍କୁ? କେନ୍ଦୁଝରର ଟାଣୁଆ ବିଧାୟକ ସନା ମହାକୁଡ଼ଙ୍କୁ ଏବଂ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରୁଥିବା, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ସନା ମହାକୁଡ଼ଙ୍କୁ ବିଦା କରିବା ପଛରେ ଅନେକ କିଛି କାରଣ ରହିଛି। କେହି ସେଥିପାଇଁ ଆଶ୍ଚର୍ଯ୍ୟ ହେଉନାହାନ୍ତି। କାହିଁକି ନା ଆପଣମାନେ ଲକ୍ଷ୍ୟ କରିଥିବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରର ବିଜେଡି ରାଜନୀତି ବିଜେପି ମୁହାଁ ହେଇଯାଇଛି। ନିଜେ ବଦ୍ରି ନାରାୟଣ ପାତ୍ର ମଧ୍ୟ ବହୁବାର ମୋହନ ମାଝୀଙ୍କୁ ପ୍ରଶଂସାରେ ପୋତି ପକାଉଛି ଏବଂ ସନା ମହାକୁଡ଼ ଭବ୍ୟ ସମ୍ବର୍ଦ୍ଧନା ଦେଉଛନ୍ତି। ବିଜୁ ଜନତା ଦଳ ଅମଳରେ କିଛି ହେଇନଥିଲା, 24 ବର୍ଷରେ କିଛି ହେଇନଥିଲା। ମୋହନ ମାଝୀ ଏତେ କାମ କରୁଛନ୍ତି, ଏ ନେଇକି ମଧ୍ୟ ଆପଣମାନେ ଲକ୍ଷ୍ୟ କରିଥିବେ ସନା ମହାକୁଡ଼ ଷ୍ଟେଟମେଣ୍ଟ ଦେଉଥିଲେ ଏବଂ ସମସ୍ତେ ଜାଣିଥିଲେ, ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ ସନା ମହାକୁଡ଼ ଯଦି ବିଜେଡ଼ିରେ ନବୀନ ପଟ୍ଟନାୟକ କାହାକୁ ବିଦା କରନ୍ତି ସନା ମହାକୁଡ଼ ନିଲମ୍ବିତ ହେବା ଫାଇନାଲ। କିନ୍ତୁ ଗତକାଲି ଅରବିନ୍ଦ ମହାପାତ୍ରଙ୍କ ନାଁ ଯେତେବେଳେ ଯୋଡ଼ା ହେଲା ସମସ୍ତେ ଚକିତ ହେଇଗଲେ। କ'ଣ ସେ ଭିତିରିଆ କରିଛନ୍ତି କାହାକୁ ଜଣା ନାହିଁ। କୌଣସି ଗଣମାଧ୍ୟମରେ କେବେ ଖବର ପ୍ରକାଶ ପାଇନାହିଁ ଯେ ଅରବିନ୍ଦ ମହାପାତ୍ର ଆଉ ଦଳୀୟ ଲାଇନରେ ନାହାନ୍ତି ବୋଲି। ମୁଁ ତ ଦେଖୁଥିଲି ତାଙ୍କର ଫେସବୁକ୍ରେ ମକରରେ ସେ ଯେଉଁ ଛାଡ଼ିଛନ୍ତି, ନବୀନ ବାବୁଙ୍କର ଫଟୋ ଅଛି, ଶଙ୍ଖର ବି ଫଟୋ ଅଛି, ଯେତେବେଳେ ମକର ଅଭିନନ୍ଦନ ଜଣାଇଛନ୍ତି। ସେ କାରଣ ଯେତେବେଳେ ତାଙ୍କୁ ସସ୍ପେଣ୍ଡ କରାଗଲା ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ବିଜେଡ଼ିର ବହୁ ବରିଷ୍ଠ ନେତାଙ୍କ ସହିତ ଆମେ ଯୋଗସୂତ୍ର କରିଛୁ। ବିଭିନ୍ନ ଚ୍ୟାନେଲ ଲଗେଇକି ବି ଖବର ଖୋଜିବାକୁ ଚେଷ୍ଟା କରିଛୁ ଯେ କ'ଣ ଘଟଣା ଘଟିଛି। କୌଣସି ବରିଷ୍ଠ ନେତା ଠୋସ୍ ଭାବରେ କହିପାରିଲେନି। ସମସ୍ତେ କହିଲେ ଏଇଟା ମଧ୍ୟ ଆମ ପାଇଁ ଗୋଟେ ଚକିତ ଯେ କ'ଣ ପାଇଁ ଅରବିନ୍ଦ ମହାପାତ୍ରଙ୍କୁ କୁହାହେଲା। ଗାଲୁ ବୁରୁଡ଼ି ମାରିବା ପାଇଁ କିଛି ନେତା କହିଲେ ଗୁଇନ୍ଦା ତଥ୍ୟ। ନବୀନ ବାବୁ ପାଖରେ ଏତେ ଗୁଇନ୍ଦା ତଥ୍ୟ ରହିଛି। ଏ ଯେଉଁ ହାରିଥିବା ନେତାମାନେ ଏକାଠି ହେଉଛନ୍ତି ତାର ଉଦ୍ଦେଶ୍ୟ ଜାଣିପାରୁନାହାନ୍ତି। ତେଣୁ ଇଏ ଗୋଟେ ଗପ କ'ଣ ପାଇଁ ରଚନା କରାଗଲା। ଅରବିନ୍ଦ ମହାପାତ୍ର ହଁ ଯୋଡ଼ିଏ କଥା କହିଥିଲେ ଯେ ନବୀନ ବାବୁ ମୋର ନେତା, ପାଣ୍ଡିଆନ ମୋର ନେତା ନୁହନ୍ତି। ଆଉ ଗୋଟିଏ କଥା କହିଥିଲେ ଯଦି ପାଣ୍ଡିଆନ ଏମିତି ହେଉଛନ୍ତି ବିଜେପି ବାଲା ଏତେ ବିରୋଧ କରୁଛନ୍ତି ଦମ୍ ଅଛି ବାନ୍ଧ। ତାଙ୍କର ଉଦ୍ଦେଶ୍ୟ ଥିଲା ଏତେ ଥର କହୁଛ କ'ଣ ବାନ୍ଧିକି ଦେଖୁନ। ତାକୁ ଯଦି ପାଣ୍ଡିଆନ ବାବୁ ଭାବିଥାଏ ଯେ ମୁଁ ତ ସେଟିଂ କରିକି ବିଜେପି ବାଲାଙ୍କୁ କହିଥିଲି ମୋତେ ବାନ୍ଧନି, ଆଉ ଇଏ ଗୋଟେ ଟିଆଟି କଲାବେଳକୁ କାଳେ ବିଜେପି ବାଲା ବାନ୍ଧିଦେବେ କି, ସେ ଡର ବି ଗୋଟେ ଥାଇପାରେ। ହୁଏତ ସେ କାରଣ ହେଇପାରେ, କିନ୍ତୁ କୌଣସି ପ୍ରକାର ଠୋସ୍ କାରଣ କେହି କହୁନାହାନ୍ତି। ବିଜୁ ଜନତା ଦଳ ଗୋଟେ ନ୍ୟାରେଟିଭ୍ ଆପଣ ଦେଖିବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କ'ଣ ନା ରାଜ୍ୟସଭା ନିର୍ବାଚନ ପାଇଁ ସେଟିଂ କରୁଥିଲେ। ଆରେ ଭାଇ ରାଜ୍ୟସଭାରେ ବିଜେପି କାହାକୁ ପ୍ରାର୍ଥୀ କରିବ କେହି ଜାଣିନାହାନ୍ତି, ବିଜେଡ଼ି କାହାକୁ ପ୍ରାର୍ଥୀ କରିବ କେହି ଜାଣିନାହାନ୍ତି। ପ୍ରକୃତ ପ୍ରାର୍ଥୀ କିଏ ହେବ ତା ନାଁରେ ସ୍ୱର ଶବ୍ଦ ମଧ୍ୟ ନାହିଁ। ଦଳରେ ମଧ୍ୟ ଏଯାକେ ପିଏସି ମିଟିଂରେ ବିଜେଡ଼ି ଆଲୋଚନା ହିଁ କରିନାହିଁ। ଅନୁଦାନ ଘୋଷିବା କଥା ଭଳିଆ ଯେ ରାଜ୍ୟସଭା ନିର୍ବାଚନ ପାଇଁ ଚର୍ଚ୍ଚା ହିଁ ଆରମ୍ଭ ହେଇନି। କିଛି ମିଡ଼ିଆରେ କେବଳ ଚର୍ଚ୍ଚା ହେଉଛି, ନୋଟିଫିକେସନ୍ ହେଇନି, କିଛି ବି ହେଇନି। ସେ କ'ଣ ଚକ୍ରାନ୍ତ କରିଦେଲେ? ବିଜୟ ମହାପାତ୍ର କ'ଣ ଚକ୍ରାନ୍ତ କରିବେ? ଆରେ ସିଏ ତ ବିଜେଡ଼ିରେ ନାହାନ୍ତି ନା ବିଜେପିରେ ନାହାନ୍ତି। ତେଣୁ ଯିଏ ରାଜନୈତିକ ଲୋକ ସିଏ ଆଉ କ'ଣ ବରା ଦୋକାନ କରିଥାନ୍ତା ନା ଚା ଦୋକାନ ବିକୁଥାନ୍ତା? ବିଜୟ ମହାପାତ୍ର ରାଜନୈତିକ ଲୋକ, ରାଜନୀତି କରିବେ। ତାଙ୍କ ପାଖକୁ ନେତା ବହୁତ ଭେଟିବାକୁ ଯିବେ। ଆଞ୍ଚଳିକ ଦଳ ନେଇକି ନା ସେ ମୁଖ୍ୟମନ୍ତ୍ରୀ ସାଙ୍ଗରେ ଆସିଛନ୍ତି ନା ଗଣମାଧ୍ୟମରେ କ'ଣ ଗୋଟେ ମନ୍ତବ୍ୟ ଦେଇଛନ୍ତି। ସେ ସିଧାସଳଖ କହିଛନ୍ତି ମୋ ସାଙ୍ଗରେ କେହି ଆଲୋଚନା କରୁନାହାନ୍ତି। ନା ବିଜୟ ମହାପାତ୍ର ବି ଷ୍ଟେଟମେଣ୍ଟ ଦେଇଛନ୍ତି ନା ଅରବିନ୍ଦ ଷ୍ଟେଟମେଣ୍ଟ ଦେଇଛନ୍ତି। ବିଜେଡ଼ି ବାଲା କିଛି
ନବୀନଙ୍କ ନିଷ୍ପତ୍ତି ବସ୍ ଇଜ୍ ଅଲୱେଜ୍ ରାଇଟ୍ ତାଙ୍କର ଜଣେ ନେତ୍ରୀ କହୁଥିଲେ। ଆଉ ଜଣେ ନେତା ଆଉ ଟିକେ ଆଗକୁ ଯାଇ କ'ଣ କହିଲେ ଯେ ନବୀନ ବାବୁଙ୍କ ବୋପାଙ୍କର ସେଇଟା ଦଳ ହେଇତ। ତେଣୁ ଯେହେତୁ ନବୀନ ବାବୁଙ୍କର ବୋପାଙ୍କର ବାପାଙ୍କର ଦଳ ସେଇଟା, ତେଣୁ ତାଙ୍କ ମନ ଇଚ୍ଛା ସେ ଯାହା କରିପାରିବେ। ତେଣୁ ଆଙ୍କର ଦମ ଥିଲେ ଇଏ କରିପାରିବେ, ନହେଲେ ନାହିଁ। ଏ ଭିତରେ ଆଉ ଗୋଟିଏ କଥା ମଧ୍ୟ ଉଠୁଛି, ଅତନୁ ସବ୍ୟସାଚୀ ନାୟକ କିଛି ଖେଳ କରିଦେଲେ କାହିଁକିନା ମହାକାଳପଡ଼ାରେ ପୋଛେଇ ଯାଇଛନ୍ତି। ଆପଣ ଦେଖିବେ ଏସ୍ଆଇଆର୍ ବର୍ତ୍ତମାନ ଓଡ଼ିଶାରେ ଲାଗୁ ହେବ। ମହାକାଳପଡ଼ାରେ ବାଂଲାଦେଶୀ ଭୋଟର ମାନେ ଅତନୁ ବାବୁଙ୍କୁ ଜିତଉଥିଲେ, ବର୍ତ୍ତମାନ ସେଥିରେ ମଧ୍ୟ 10-15 ଭୋଟ କଟିଯିବ। ତେଣୁ ସେ ଦେଖିଲେ ଆଉ ମହାକାଳପଡ଼ା ହେଉନାହିଁ, ମାନେ ବର୍ତ୍ତମାନ ଯିବା ପାଟକୁରା। ଏବଂ 2024 ନିର୍ବାଚନ ପୂର୍ବରୁ ବେଦପ୍ରକାଶ ଅଗ୍ରୱାଲଙ୍କର ପରଲୋକ ପରେ ପରେ ପାଟକୁରା ଉପରେ ବି ନଜର ରଖିଥିଲେ ଅତନୁ। ତାଙ୍କ ଭାଇଙ୍କ ପାଇଁ ବି ଟିକେଟ୍ ସଂଗ୍ରହ କରିବା ପାଇଁ ଯୋଜନା କରିଥିଲେ। ତେଣୁ ସେ ଦେଖିଲେ 29 ରହିଲା ହିଁ ପୁଣି 27 ପଞ୍ଚାୟତ ନିର୍ବାଚନ, ବେଳ ଥାଉ ଥାଉ ବନ୍ଧଟେ ବାନ୍ଧିବା। ତେଣୁ ସେଥିପାଇଁ ଅତନୁ ବାବୁ ଯଦି କଣ୍ଟା ସଫା କରିଥିବେ ସେ ମଧ୍ୟ ଗୋଟିଏ କାରଣ। ତେଣୁ ଅନେକ କାରଣ ରହିଛି, କିନ୍ତୁ ଏହାଦ୍ୱାରା ଗୋଟିଏ କଥା, ବିଜୁ ଜନତା ଦଳ ମଜବୁତ ହେବ ନା ଦୁର୍ବଳ ହେବ। ନବୀନ ବାବୁ ଯଦି ଭାବିଥିବେ ଯେ ନାଇଁ ବର୍ତ୍ତମାନ ଯେଉଁଟା ବିଧାୟକଙ୍କୁ ମୁଁ ବର୍ତ୍ତମାନ ନିଲମ୍ବିତ କରିଦେଇଛି ଅନ୍ୟମାନେ ଡରିଯିବେ, ତାହା ଉପରେ ବି ନଜର ରହିବ। ଯଦି ଆପଣ ଦେଖିବେ ଆଉ 7-8 ଦିନ ଭିତରେ ଆଉ ଯେଉଁ ଅଂଶୁମାନ ମହାନ୍ତି, ଆମର ସମ୍ବିତ ରାଉତରାୟ, ବିଷ୍ଣୁପ୍ରଦ ରାଉତରାୟ, ରୁଦ୍ର ମହାରଥୀ, ପ୍ରଣବ ବଳବନ୍ତରାୟ, ଯେତେ ସବୁ ନେତା ସବୁ ମେଳି ବାନ୍ଧୁଥିଲେ, ସେମାନେ ଯଦି ଆଉ ଏକାଠି ନହେଲେ ଆପଣ ଜାଣିବେ ନବୀନ ପଟ୍ଟନାୟକଙ୍କର ଏଇ ନିଲମ୍ବନ ମେଡ଼ିସିନଟା କାମ କରୁଛି। ଆଉ ଯଦି କାଲି ଏକାଠି ହେବେ ତାହେଲେ ଆପଣ ଜାଣିବେ ନବୀନ ପଟ୍ଟନାୟକଙ୍କର ନିଲମ୍ବନ ମେଡ଼ିସିନକୁ ଠୁକ୍ କରୁଛି। ଯେଉଁଟା ଚେତାବନୀ ଦିଅ, ଯାହା କର ଆମର ଆଉ ଡରିବାର ନାହିଁ। କିନ୍ତୁ ଆଉ ଗୋଟିଏ ବାର୍ତ୍ତା ମଧ୍ୟ ଯାଇଛି ଯେ ପାଣ୍ଡିଆନ ବିରୋଧ ଯିଏ କରିବ ସିଏ ହେବ ଦଳ ପାଇଁ ବିଶ୍ୱାସ। ଦେଖନ୍ତୁ ତାଙ୍କ ଦଳ ସିଏ ଚଳେଇଲେ ତାଙ୍କର ଶାସନ ହେବେ। ବିଜେଡି ଭଲରେ ଚାଲିଲେ ବିଜେଡି ସରକାର ଆସିବ, ତାଙ୍କର ଏମଏଲଏ ତାଙ୍କର ମନ୍ତ୍ରୀ, ସେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ। ଆମର କିଛି ହବାର ଅଛି। ତେଣୁ ତାଙ୍କ ଦଳ ବୁଡ଼ିବ କି ଭାଙ୍ଗିବ କ'ଣ ସେ ରଣନୀତି କରୁଥିବେ ସେ ଜାଣିଥିବେ। ଯଦି ପାଣ୍ଡିଆନଙ୍କ ଏଗେନ୍ଷ୍ଟରେ କହିଲେ ଏମିତିଆ ହେଉଛି, ତେବେ ସମ୍ବିତ ରାଉତରାୟଙ୍କ ମୁଣ୍ଡରେ ବି ଥଣ୍ଡା ଝୁଲୁଛି ବୋଲି କହିପାରିବେ କି? ଆଜ୍ଞା କେତେ ନେତାଙ୍କ ଉପରେ ଖଣ୍ଡା ଝୁଲୁଛି, ସମ୍ବିତ ରାଉତରାୟ କ'ଣ ଦେବାଶିଷ ସାନ୍ତରା ପୁରା ଫଟୋ ରଖିଲେନି। ସେ ଯେତିକି ଭଳିଆ କହିଛନ୍ତି ଚାଞ୍ଚିକି କଥାବାର୍ତ୍ତା କରୁଛନ୍ତି, ଆଉ ବା କେହି ନୁହନ୍ତି। ଏବଂ ଆପଣ ଦେଖିବେ ବଦ୍ରି ପାତ୍ର ବି ସେମିତି କହୁଛନ୍ତି। ତେଣୁ ଏଇଭଳି ଭାବରେ ଇଏ ଯାଇଛି। ତେଣୁ ଯଦି ରାଜନୈତିକ ସାଟାରେ ମୋତେ ପଚରାଯାଏ ପ୍ରଶ୍ନ, ମୁଁ କହିବି 1995 ମସିହାରେ ବିଜୁ ବାବୁ ପାଇଥିଲେ 46ଟି ଆସନ। 46ଟି ଆସନ ପାଇଲା ପରେ 2000 ପୁଣି ବିଜେଡ଼ି ସରକାର କରିଥିଲା। ତେଣୁ ନବୀନ ବାବୁ ଭାବୁଥିଲେ 46ଟା ଗୋଟେ ଭଲ ଅଙ୍କ ବୋଧେ। ତେଣୁ 48ଟା ହେଇଗଲେ, ଜଣେ ହାରିଗଲେ, ଆଉ 2 ଜଣ ପଳେଇଲେ। ତେଣୁ 3 ଜଣ 51ରୁ ପଳେଇଲା ପରେ ଆଉ କେତେ ହେଲା 48। ତେଣୁ ଆଉ ଯୋଡ଼ିଏ ଖଣ୍ଡେ ବିଦା କରିଦେଲେ ବଦ୍ରି ପାତ୍ର କି ଆଉ କାହାକୁ ଗୋଟେ ଟାର୍ଗେଟ୍ ଅଛି ବିଦା କଲେ 46 ହେଇଯିବ। ପୁଣି 46 ହେଲା ବେଳକୁ ପୁଣି ବିଜେଡ଼ି ମେଣ୍ଟ ସରକାର ହେଇଥିଲା 2000 ମସିହାରେ। ତେଣୁ ନବୀନ ବାବୁ ଭାବୁଥିବେ ଏଇଟା ବୋଧେ ସଂଖ୍ୟା ଗଣିତ ଯଦି ହେଉଥିବେ, କିଏ କ'ଣ ଜ୍ୟୋତିଷଶାସ୍ତ୍ର କ'ଣ କହିଥିବେ। ତେଣୁ ସେଇଟା ନବୀନ ବାବୁ କହିପାରିବେ। ଆମେ ତାଙ୍କ ଦଳ ବିଷୟରେ ଏତେ ତର୍ଜମା କରିବା ଉଚିତ ନୁହଁ। କିନ୍ତୁ ଜିନିଷ ହେଉଛି ରାଜ୍ୟ ରାଜନୀତିକୁ ଆପଣ ଯେତେବେଳେ ବାର୍ତ୍ତା ଦେଉଛନ୍ତି ଚର୍ଚ୍ଚା ହେବ ହିଁ ହେବ। କିନ୍ତୁ ଚର୍ଚ୍ଚା ହେଉଛି ଯେ ଫଟୋ ବ୍ୟାନରରେ ଫଟୋ ନଥିବାକୁ ନେଇକି ନିଲମ୍ବନ କରାହେଉଛି। ମୁଁ ଆପଣଙ୍କୁ କହିଲି ଦେବାଶିଷ ସାନ୍ତରାଙ୍କର ବି ଫଟୋ ନାହିଁ। ଆମେ ବି ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇଛି। ତେଣୁ ଫଟୋ ନିଲମ୍ବନ ଏଇଟା ନୁହେଁ। ପଞ୍ଚାୟତ ନିର୍ବାଚନ ବର୍ଷକ ପରେ ତେବେ ନିଲମ୍ବନ କଲେ ସେଇଠି ତ 20,000 ଭୋଟ କମିବ। କାହାର କ୍ଷତି ହେବ? ରାଜନୀତିରେ କ'ଣ ହୁଏ, ତେମେ ସେଇ ଲୋକକୁ ରଖିବ, ସେଇ ଲୋକକୁ ନଚେଇବ। ଲୋକଙ୍କ ଆଗରେ ଅରବିନ୍ଦ କ'ଣ ହେଲେ, ସିଏ ବର୍ତ୍ତମାନ ହିରୋ ହେଇଗଲେ। ସମସ୍ତେ କହିଲେ ଯେ ଆରେ ତାଙ୍କର କିଛି ଭୁଲ ନାହିଁ, ନବୀନ ପଟ୍ଟନାୟକ ପାଣ୍ଡିଆନ ବୋଲରେ ଏମିତି କରିଛନ୍ତି। ଅରବିନ୍ଦଙ୍କୁ ପୁଣି ଥରେ ଡାକିଥାନ୍ତେ ମିଟିଂ, ଆସିନଥାନ୍ତେ। ପୁଣି ଓପନଲି ଡାକିଥାନ୍ତେ, ଆଉ ଜଣେ ନେତା ଆସିକି ବାଇଟ୍ ଦେଇଥାନ୍ତେ ଯେ ଆଜ୍ଞା ଅରବିନ୍ଦ ବର୍ତ୍ତମାନ ଦଳୀୟ କାମ କରୁନାହାନ୍ତି, ଗଣମାଧ୍ୟମରେ ଚର୍ଚ୍ଚା ହେଇଥାନ୍ତା। ତାପରେ ଲୋକ କହେ ଆଜ୍ଞା ଦଳରେ ରହିଲାନି, ଆଉ ନବୀନକୁ କ'ଣ କରିପାରିଥାନ୍ତେ। ବର୍ତ୍ତମାନ ସିମ୍ପାଥି ଫ୍ୟାକ୍ଟର ଅରବିନ୍ଦଙ୍କ ପାଇଁ ସପକ୍ଷରେ। ଆପଣ ସୋସିଆଲ ମିଡ଼ିଆର କମେଣ୍ଟ ଗୁଡ଼ା ପଢ଼ୁନାହାନ୍ତି, ସମସ୍ତେ ନବୀନ ପଟ୍ଟନାୟକର ପୋଷ୍ଟ ବି କରିଛନ୍ତି ଯେ ଆଜ୍ଞା ଅରବିନ୍ଦ ମହାପାତ୍ରଙ୍କୁ ଆପଣ ସସ୍ପେଣ୍ଡ କରି ଠିକ୍ କଲେ, କାହିଁ କହୁଛନ୍ତି? ତାମାନେ ସେ ଫାଇଦାରେ ଅଛନ୍ତି। ସେ କହିବା ଶୋଇ ସେ କହିଲା ଆରେ ମୋତେ ସସ୍ପେଣ୍ଡ କଲେ ବୋଲି ମୁଁ ବଞ୍ଚିଛି, 24 ବର୍ଷ ହେଲା ପାୱାରରେ ନାହିଁ, କିନ୍ତୁ ବିଜୟ ମହାପାତ୍ର ବଞ୍ଚିଛି। ମୋ ପୁଅ ଆଜିକି ତୁମେ ତାକୁ ସସ୍ପେଣ୍ଡ କରିଦେବ। ତା ରାଜନୈତିକ ଭବିଷ୍ୟତ ଦେଉଛ, ତାର ବାପା କ'ଣ ଗୋଟେ ପୁଅର ଖରାପ ଚିନ୍ତା କରିବ? ତେଣୁ ଆମେ ବିଜୟ ମହାପାତ୍ର ପୁଅ ହିସାବରେ ମନ୍ତବ୍ୟ ଦେଇଛନ୍ତି, ରାଜନେତା ହିସାବରେ।